ओम शांति। सर्वप्राप्तिदाता, भाग्य विधाता, कल्याणकारी निराकार परमात्मा शिव पितांकर आत्मिक संतान जेउमाने निजे श्रेष्ठ हेबा सहित सारा विश्व को श्रेष्ठ स्वर्ग राज्य परिवर्तन करिवार महान सेवा करुछंती, समस्तंकु हृदयर सहित कृतज्ञता, ईश्वरीय शुभ अभिनंदन, शुभेच्छा, सुप्रभात, सुस्वागतम। कहा जाए श्रद्धावान लभयते ज्ञान, पुणी ज्ञानवान ही सर्वश्रेष्ठ अटंती। तेबे वास्तव रे ज्ञानर सागर पिता परमात्मांक प्रदत्त दिव्य ज्ञान जद्वारा आत्मविस्मृत हो जाइथिबा सारा विश्वर मनुष्य आत्मस्मृति फेरी पाउछंती, पुरुणा पतित दुनिया पवित्र सतोप्रधान स्वर्गरे परिवर्तन हो जाउछि। सृष्टिर आदि मध्य अंतर रहस्य प्राप्त हो पारुछि। ସେହି ଜ୍ଞାନକୁ ଶ୍ରବଣ, ଧାରଣ ଏବଂ ପାଳନ କରୁଥିବା ଆତ୍ମା ହିଁ ବାସ୍ତବିକ ଜ୍ଞାନୀ ଅଟନ୍ତି। ଭଗବାନ କହୁଛନ୍ତି, ସ୍ଥାୟୀ ଭାବରେ ବାବାଙ୍କର ସ୍ମୃତିରେ ରହିବା ପାଇଁ ମଧ୍ୟ ବୁଦ୍ଧିରେ ଜ୍ଞାନ ଥିବା ଦରକାର। ଜ୍ଞାନଯୁକ୍ତ ବୁଦ୍ଧି ଦ୍ୱାରା आत्मिक यात्रा करने हब एवं करेइबाकु मध्य हेब। वर्तमान दुनिया रे शारीरिक यात्रा आदि अनेक हेउछि। प्रथा बा परंपरार द्वाही देई सबुठारे मध्य ईश्वर अर्थे दान बाक्सर व्यवस्था करा जाइछि स्वहस्तरे दान करिवा पाई। केतेक धार्मिक अनुष्ठान रहिछि जार सदस्य माने घर घर बुली ईश्वर अर्थे धन भिक्षा मध्य करिथांती। दान करिबा वाला ईश्वर अर्थे दान करिथांती किछि पुण्य कमेइबा आशारे बा भविष्यतरे ईश्वरंक कृपा पाइबा आशारे। दान ग्रहण करुथिबा व्यक्ति मध्य भाविथांती आमे ईश्वरंक सेवा करुछु, एहा द्वारा आमको मध्य पुण्य प्राप्ति हेबो। तेबे एहिठारे गोटिए वास्तव कथा उपरे आमको ध्यान देबाको हेबो। जेतेबेले भगवान जिए कि दाता, वरदाता, भाग्य विधाता, विश्व रचयिता, मुक्ति आउ जीवन मुक्तिदाता, जहाँकर ना शरीर अछि ना जन्म मरण चक्र रे आसुछंती, तांकु पुणी आमे देबा बा कोन, आउ से नेबे बा कोन, काहींकी? गोटिए कथाटिए मने पड़े। जणे बुढ़ी माता थिले जे सबु बेले कहुथिले सबु किछि सेही ईश्वरंकर। तांकर नूतन घरटिए करिथांती। तांकर जणे संपर्कीय घर देखिबा पाई आसीथांती। माता जनक तांकु मध्य घर बुलेई देखौथांती। गोटी गोटी सबु बखरा गुड़िक देखई कहूथांती, एइटी बड़ पुअर, एइटी सानर, एइटी आम बुढ़ा बुढ़ींकर, आउ एइटा रोषेई घर इत्यादि इत्यादि। जेतेबेले संपर्कीय जनक पचारिले आउ ठाकुरंक पाई काहीं, माता जनक कहिले सबु तो ईश्वरंकर, तेबे तांक पाई गोटिए बखुरा करी काहींकी भाग बांटिबी? तांको धन पुणी भाग बांटी तांकु देबी? अर्थात तांकर भावना महान थिला। भगवान देला वाला, तांकु आमे बा कोण देई परिबा? तेबे भक्ति रे दान करिबा
ଏକ ବିଶେଷ ଭୂମିକା ରଖେ। କୁହାଯାଏ ଦାନ ବିନା ଭକ୍ତି ଅସମ୍ପୂର୍ଣ୍ଣ। ତେଣୁ ଭକ୍ତଟିଏ ତାର ସରଳ ହୃଦୟରେ ଭାବନାର ସହିତ ଦାନ କରିଥାଏ ଏବଂ ଭାବିଥାଏ ଏହା ଈଶ୍ୱରଙ୍କ ନିର୍ଦ୍ଦେଶ, ଆଉ ଈଶ୍ୱରଙ୍କ ପାଇଁ ହିଁ ମାନବ ସେବା ଅର୍ଥେ ବା ବିଶ୍ୱ ସେବା ଅର୍ଥେ ମୁଁ ଦାନ କରୁଛି। ବାସ୍ତବରେ ଦାନ କରିବା ମହାପୁଣ୍ୟ ଅଟେ। ହେଲେ ଦାନ କ'ଣ କରିବା ଆବଶ୍ୟକ ଏବଂ କାହାକୁ କରିବା ଆବଶ୍ୟକ ଏ କଥା ଜାଣିବା ନିହାତି ଜରୁରୀ। ସେଥିପାଇଁ ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଅଛି ଦାନ ପାତ୍ର ଦେଖି କରିବା ଉଚିତ। ଭକ୍ତ କେବଳ ଭକ୍ତି ଭାବନାରେ ଅନ୍ନ, ବସ୍ତ୍ର, ଧନ ଆଦି ଦାନ କରିଥାନ୍ତି, ପ୍ରତିବଦଳରେ ପରଜନ୍ମରେ ପାଇବାର କାମନା କରି। ପରନ୍ତୁ ଭଗବାନ କହୁଛନ୍ତି, ଏବେ ମୁଁ ଆସିଛି, ତୁମେ ତୁମର ସବୁ କିଛି ମୋ ଉପରେ ବୁଦ୍ଧି ସହିତ ସମର୍ପଣ କରିଦିଅ। ନିଜ ଜିନିଷ ନିଜ ପାଖରେ ଥାଉ, କିନ୍ତୁ ମନରେ ମୋର ବୋଲି ନ ଭାବି ଏହା ଈଶ୍ୱରଙ୍କ ସମ୍ପତ୍ତିକୁ ମୁଁ ସମ୍ଭାଳୁଛି ବା ଜଗି ରହିଛି, ଏହି ଭାବନା ନେଇ ନିମିତ୍ତ ହୋଇ ସେଗୁଡ଼ିକୁ ସମ୍ଭାଳିବା ଦରକାର ବା କାର୍ଯ୍ୟରେ ଲଗେଇବା ଉଚିତ। ଅର୍ଥାତ୍ ସବୁକିଛି ମୋ ଶ୍ରୀମତ ଆଧାରରେ କରିଚାଲ, ତେବେ ତାହା ବ୍ୟର୍ଥରେ କେବେ ଯିବ ନାହିଁ, ସମର୍ଥ ହୋଇଯିବ। ତାହାର ପ୍ରତିବଦଳରେ ଅନେକ ଗୁଣା ପ୍ରାପ୍ତି ହୋଇପାରିବ। ତାହା ପୁଣି ଅନେକ ଜନ୍ମ ପାଇଁ, ଗୋଟିଏ ଜନ୍ମ ପାଇଁ ନୁହେଁ। ତୁମମାନଙ୍କର ଭାଗ୍ୟ ଖାତାରେ ତାହା ଜମା ହୋଇ ଚାଲିବ। କିନ୍ତୁ ମୁଁ ତୁମଠାରୁ ଗୋଟିଏ ଜିନିଷ ସମ୍ପୂର୍ଣ୍ଣ ନେଇଯିବାକୁ ଚାହୁଁଛି, ଯାହା ତୁମ ପାଖରେ ତୁମେ ରଖିବା ଉଚିତ ନୁହେଁ। ତାହା ହେଉଛି ତୁମର ସବୁଠୁ ଅଦରକାରୀ 5 ବିକାର ରୂପକ ଆବର୍ଜନା। ବାସ୍ ସେଗୁଡ଼ିକୁ ମୋତେ ଦେଇଦିଅ। ମୋ ସ୍ମୃତିରେ ରହି ମୋ ଶ୍ରୀମତ ଅନୁସାରେ କାର୍ଯ୍ୟ କରିଚାଲ। ଏହା ହିଁ ହେବ ତୁମେ ନିଜ ଉପରେ ନିଜେ ଆଶୀର୍ବାଦ କରିବା। ମୋତେ ଆଶୀର୍ବାଦ ମାଗିବାର ଆବଶ୍ୟକତା ନାହିଁ। ନିଜେ କର ଏବଂ ପାଅ। ଆତ୍ମିକ ଯୋଗଯାତ୍ରାରେ ତତ୍ପର ରହିବା ଦରକାର। ଏହାଦ୍ୱାରା 21 ଜନ୍ମର ରାଜତ୍ୱର ସୁଖ ଭୋଗ ପ୍ରାପ୍ତ ହୋଇପାରିବ। ଶିବ ବାବା କହୁଛନ୍ତି, ନିମିତ୍ତ ଭାବନାର ଅଭ୍ୟାସ ଦ୍ୱାରା ନିଜର ଏବଂ ସମସ୍ତଙ୍କର ପ୍ରଗତି କରୁଥିବା ନ୍ୟାରା ଅର୍ଥାତ୍ ସ୍ୱତନ୍ତ୍ର ବା ଅଲଗା, ଆଉ ପ୍ୟାରା ଅର୍ଥାତ୍ ସମସ୍ତଙ୍କର ପ୍ରିୟ ହୁଅ। ତୁମେମାନେ ସୁଖଦାତାଙ୍କର ସନ୍ତାନ, ତେଣୁ ସର୍ବଦା ସୁଖର ଝୁଲଣାରେ ଝୁଲୁଥାଅ। ସମସ୍ତଙ୍କୁ ସୁଖ ପ୍ରଦାନ କରି ଚାଲୁଥାଅ, ଦୁଃଖର ପ୍ରଭାବରେ ଆସ ନାହିଁ। ମନ, ବଚନ, କର୍ମରେ କାହାରିକୁ ମଧ୍ୟ ଦୁଃଖ ଦିଅ ନାହିଁ। ସୁଖ ଦେଇ ଚାଲ, ସୁଖ ପ୍ରାପ୍ତ ହେଇ ଚାଲୁ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପରମାତ୍ମା ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା ମାଧ୍ୟମରେ ନିଜ ଜୀବନରେ ଧାରଣ କରିବା। ନିଜେ ପରିବର୍ତ୍ତନ ହେବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ମହାନ କାର୍ଯ୍ୟରେ ନିଜକୁ ସାମିଲ କରିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ
ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।